କୃଷକଙ୍କୁ ପ୍ରତି ମାସରେ ମିଳିବ 3,000 ଟଙ୍କା ପେନ୍ସନ୍। ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ। ବୁଢ଼ା ବୟସରେ ଚାଷୀମାନଙ୍କର ଆୟ ଅଧିକାଂଶ ସମୟରେ କମିଯାଏ। ସେମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକ ହୁଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀମାନେ 60 ବର୍ଷ ବୟସ ପରେ ପ୍ରତି ମାସରେ 3,000 ଟଙ୍କା ପେନ୍ସନ୍ ପାଇବେ। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମାସିକ ପେନ୍ସନ୍ର ସୁବିଧା। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନୁଯାୟୀ 60 ବର୍ଷ ବୟସ ପୂରଣ ହେବା ପରେ ଚାଷୀମାନେ ମାସିକ 3,000 ଟଙ୍କା ପେନ୍ସନ୍ ପାଇବେ, ଅର୍ଥାତ୍ ବାର୍ଷିକ 36,000 ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ରାଶିରେ ଚାଷୀମାନଙ୍କର ଆର୍ଥିକ ଚିନ୍ତାକୁ କମ୍ କରିବାର ଏକ ସହାୟକ ହେବ। କେଉଁ ଚାଷୀ ଲାଭ ଉଠାଇ ପାରିବେ? ଆସନ୍ତୁ ଜାଣିବା। ଏହି ଯୋଜନା ବିଶେଷ ଭାବେ ଛୋଟ ଏବଂ ସୀମାନ୍ତ ଚାଷୀମାନଙ୍କ ପାଇଁ ଆରମ୍ଭ କରାଯାଇଛି। ଏଥିରେ ସାମିଲ ହେବା ପାଇଁ ଚାଷୀମାନଙ୍କର ବୟସ ସମ୍ବନ୍ଧୀୟ ସର୍ତ୍ତ ପୂରଣ କରିବାକୁ ହେବ। ଏହା ସହିତ ମାସିକ ପ୍ରିମିୟମ୍ ଜମା କରିବାକୁ ହେବ, ଯାହା ବୟସ ଅନୁସାରେ 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସରକାରଙ୍କର ଯୋଗଦାନ। ଏହି ଯୋଜନାରେ ବିଶେଷତ୍ୱ ହେଲା ଚାଷୀ ଯେତିକି ପ୍ରିମିୟମ୍ ଜମା କରନ୍ତି ସେତିକି ରାଶି ସରକାର ମଧ୍ୟ ତାଙ୍କ ଆକାଉଣ୍ଟକୁ ଯୋଗ କରନ୍ତି, ଅର୍ଥାତ୍ ଚାଷୀ ଓ ସରକାର ମିଳିତ ଭାବରେ ପେନ୍ସନ୍ ଫଣ୍ଡ ତିଆରି କରନ୍ତି। 60 ବର୍ଷ ବୟସରୁ ଚାଷୀଙ୍କୁ ମାସିକ 3,000 ଟଙ୍କା ପେନ୍ସନ୍ ମିଳିବା ଆରମ୍ଭ ହୁଏ। ଆବେଦନର ପ୍ରକ୍ରିୟା। ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀମାନଙ୍କୁ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ଏବଂ ବୟସ ପ୍ରମାଣପତ୍ର ସହିତ ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟର (CSCକୁ ଯିବାକୁ ହେବ। ଏଠାରେ ଆଧାରିତ ରେଜିଷ୍ଟ୍ରେସନ କରାଯିବ ଏବଂ ପ୍ରତି ମାସରେ ପ୍ରିମିୟମ୍ ଜମା କରିବାକୁ ହୁଏ। ଚାଷୀ ଯେତେ ଶୀଘ୍ର ଏହି ଯୋଜନାରେ ସାମିଲ ହେବ, ସେତେ କମ୍ ପ୍ରିମିୟମ୍ ଦେବାକୁ ପଡ଼ିଥାଏ। ଏହି ଯୋଜନା ଚାଷୀମାନଙ୍କ ବୃଦ୍ଧାବସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବାରେ ଏକ ବଡ଼ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।